ନାହିଁ ନାହିଁ ମୋ ଏ ସହର, ନାହିଁ ନାହିଁ ମୋ ଏ ପାରଳା ସହର, ଜଗନ୍ନାଥଙ୍କ ଭରସାରୁ ଚାଲିଛି ଯାହା ତ ଏ, ଜଗନ୍ନାଥଙ୍କ ଭରସାରୁ ଚାଲିଛି ଯାହା ତ ଏ। ଆରେ ଓଡ଼ିଶାଟା ସାରା ଫୁଲର ବାସନାରେ ମହକିଲା ବେଳକୁ ଆମର ଏଠି ଶଙ୍ଖ ଫୁଙ୍କୁଛନ୍ତି ରହି, ନାଇଁ ଭୋଟରେ ଶଙ୍ଖ ଫୁଙ୍କିଦେଲେ ରହି, କେହି ଶଙ୍ଖକୁ ଛାଡ଼ିଲେ କାହିଁ? ଆରେ ଉନ୍ନତି ହେବ କାହିଁ? ନାଇଁ ଉନ୍ନତି ହେବ କାହିଁ? ଟ୍ରାଫିକ୍ ସମସ୍ୟା ଟ୍ରାଫିକ୍ ବାଟେ ପଡ଼ିଛି ରହି, କେବଳ କନେଷ୍ଟବଳ ଆଉ ହୋମ୍ ଗାର୍ଡ଼ ଯାହା ଜଗିଛନ୍ତି ଏଠି ଟ୍ରାଫିକ୍ ପାଖରେ ସେ। ଆରେ ସେମାନେ ବା କ'ଣ କରିପାରିବେ? ନାଇଁ ସେମାନେ ବା କ'ଣ କରିପାରିବେ? ଏଠି ପରା ପୌରପାଳିକା କର୍ତ୍ତୃପକ୍ଷ ଏଠି ଜମାରୁ ଦୃଷ୍ଟି ଦିଅନ୍ତି ନାହିଁ, ରାସ୍ତାକୁ ଅବରୋଧ କରି ରହିଛନ୍ତି। ଆଉ ରାସ୍ତାରେ ସବୁ ବାଇକ୍ ଗୁଡ଼ାକ ଗଦେଇ ରଖିଛନ୍ତି, ଆଉ ରାସ୍ତାରେ ଏମିତି ଅଟୋ ଗୁଡ଼ାକ ଯାଉଛି ସତେ ଯେମିତି ସେ ଅଟୋ ଗୁଡ଼ାକ ସେମାନେ ଭାବୁଛନ୍ତି ତାଙ୍କ ପୈତୃକ ସମ୍ପତ୍ତି। ଆରେ କାହାକୁ କହିବା ଯାଇ? ନାଇଁ କାହାକୁ କହିବା ଯାଇ? ଆମ ସମସ୍ୟାକୁ ନେଇ କାହାକୁ କହିବା? ନ କହିବା ଭାରି ଭଲ। ଯଦି କହିବା ତେବେ ଆମେ ଅଫିସର ଆଉ ନେତାମାନଙ୍କର ଆକ୍ରୋଶର ଶିକାର ହୋଇବା, ଅଫିସର ଆଉ ନେତାମାନଙ୍କର ଆକ୍ରୋଶର ଶିକାର ହୋଇବା। ତେଣୁ ଏଠି ମୁଣ୍ଡ ଗୁଞ୍ଜି ଜଗାକୁ ଡାକି ରହିବାଟା ଭଲ ଭାଇ। ଟ୍ରାଫିକ୍ ସମସ୍ୟା ଆଉ ଇଲେକ୍ଟ୍ରିକ୍ ସମସ୍ୟା, ପାଣି ସମସ୍ୟା ଆଉ ନାଳ ସମସ୍ୟାକୁ ନେଇ ବୋଧେ ଏଠି ଅଫିସର ଆଉ ପୌରପାଳିକା ଏ ଦୁଇ ଜଣଙ୍କ ମଧ୍ୟରେ ସାମଞ୍ଜସ୍ୟ ଜମା ରହେ ନାହିଁ, ସାମଞ୍ଜସ୍ୟ ଜମା ରହେ ନାହିଁ। ତେଣୁ ଆମ ଗଜପତି ପାରଳା ସହରବାସୀ ଯାଏ ହୀନସ୍ତା ହୁଅନ୍ତି ରହି କେବଳ ଜଗା ଭରସାରେ ଭାଇ, ଜଗା ଭରସାରେ ଭାଇ। ଜୟ ଜଗନ୍ନାଥ।